ଏବେ ମୁଁ କିଛି ପ୍ରଶ୍ନ କହିବି ଏବଂ ତାହାର ଉତ୍ତର ମଧ୍ୟ କହିବି। ଯଦି ଆପଣମାନେ ବି ତାର ଉତ୍ତର ଜାଣିଥିବେ ତାହେଲେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ପ୍ରଶ୍ନ ଗୁଡ଼ିକ। କ୍ଷୀର ଉତରୁଥିବା ସମୟରେ ପାଣି ପକାଇଲେ କ୍ଷୀର ଉତୁରା ବନ୍ଦ ହୋଇଯାଏ କାହିଁକି? ଉତ୍ତର ହେଉଛି କ୍ଷୀର ଉତରୁଥିବା ସମୟରେ ପାଣି ପକାଇଦେଲେ ତା ଉପରେ ଥିବା ଆବରଣଟି ଫାଟିଯାଏ, ଚାରିପଟକୁ ଖେଳେଇ ହୋଇଯିବାରୁ ତାର ବାଷ୍ପ ବାହାରିଯାଏ, ଏଣୁ କ୍ଷୀର ଉତୁରା ବନ୍ଦ ହୋଇଯାଏ। କ୍ଷୀର ଛିଣ୍ଡିଯାଏ କାହିଁକି? ଉତ୍ତର ହେଉଛି ବାୟୁରେ ଇଷ୍ଟ ନାମକ ଏକ ବ୍ୟାକ୍ଟେରିଆ ଥାଏ, ଯାହାକି କ୍ଷୀରରେ ଥିବା ମିଠା ଅଂଶକୁ ନଷ୍ଟ କରିଦିଏ, ଏଣୁ